ଜୁହାର ଯେ ମା ସମଲେଇ। ଆଜି ଆମେ ପ୍ରସ୍ତୁତ କରିବା ରସଗୋଲା। ଦେଖନ୍ତୁ, ମୁଁ ପ୍ରଥମେ କ୍ଷୀରକୁ ଫୁଟାଇ ନେଉଛି ଓ ଏଥିରେ ମୁଁ ଗୋଟେ ଲେମ୍ବୁ ଚିପୁଡ଼ି ଦେଉଛି। ଲେମ୍ବୁଡ଼ି ଚିପୁଡ଼ି ଦେବାରୁ କ୍ଷୀରଟି ଆମର ଫାଟିଗଲା ବା ଛିଣ୍ଡିଗଲା। ଏବେ ଗୋଟେ ଜାଗାରେ କ୍ଷୀରକୁ ଛାଣି ନେବା। ଦେଖନ୍ତୁ, ମୁଁ ଚାହା ଛାନିରେ ମୁଁ ଯେଉଁ କ୍ଷୀରଟି ଛିଡ଼ାଇଥିଲି ସେଇ କ୍ଷୀରଟିକୁ ମୁଁ ଛାଣି ନେଉଛି ବା ଛେନାକୁ ଅଲଗା କରି ନେଉଛି। ଦେଖନ୍ତୁ, ମୋର ଏତିକି ଛେନା ବାହାରିଲା। ଏହି ଛେନାକୁ ଆମେ ଭଲ ଭାବରେ ଧୋଇ ନେବା। ଦୁଇରୁ ତିନି ଥର ଆମେ ଏହି ଛେନାକୁ ଭଲ ଭାବରେ ଛାଣି ନେବା ବା ଧୋଇ ନେବା। ଏବେ ଆମେ ଏହି ଛେନାରେ ଗୋଟେ ଚାମଚ କର୍ଣ୍ଣଫ୍ଲୋର ପାଉଡ଼ର ପକାଇବା, ପାରାର ପାଉଡ଼ର, ଆଉ ଏହାକୁ ଭଲ ଭାବରେ ମିକ୍ସ କରିନେବା ବା ଚିକଣ କରିନେବା। ଦେଖନ୍ତୁ, ମୁଁ କେମିତି ମିକ୍ସ କରିନେଉଛି। ଏବେ ଛୋଟ ଛୋଟ ଗୋଳା ବନାଇବା। ଏମିତି କରି ଗୋଟେ ଗୋଟେ କରି ସବୁ ଗୋଳାଟିକୁ ଆମ ପ୍ରସ୍ତୁତ କରିନେବା। ଦେଖନ୍ତୁ, ମୋର 8ଟି ଗୋଳା ହେଇଛି। ଏବେ ଗୋଟେ କଢ଼ାଇ ନେବା। ମୁଁ ଦେଖନ୍ତୁ କିଛି ପାଣି ନେଇଛି। ଏବେ ଗୋଟେ ଗିନା ମୁଁ ଚିନି ପକାଇ ନେଉଛି ଆଉ ଚିନିଟିକୁ ଆମେ ଭଲ ଭାବରେ ପାଣିରେ ମିଶିବାକୁ ଦେବା, ମିକ୍ସ କରିନେବା। ଦେଖନ୍ତୁ, ପାଣିଟି ଆମର ଫୁଟିଯାଇଛି ବା ଚିନି ମିକ୍ସ ହେଇଯାଇଛି। ଏବେ ଆମେ ଗୋଟେ ଗୋଟେ କରି ଏଥିରେ ଯେଉଁ ରସଗୋଲା ପ୍ରସ୍ତୁତ କରିଛୁ ସେହି ଗୋଳାଟିକୁ ପକାଇ ନେବା। ଆଉ ଏହାକୁ ଫୁଟିବା ପାଇଁ ଆମେ ଛାଡ଼ିଦେବା। ଏବେ ଢାଙ୍କୁଣୀ ଘୋଡ଼ାଇ ନେବା ଆଉ କିଛି ସମୟ ଫୁଟିବା ପାଇଁ ଦେବା। ଏବେ ଢାଙ୍କୁଣୀ ଖୋଲି ଦେଖିବା ଆମର ରସଗୋଲା ହେଇଛି ନା ନାହିଁ। ଦେଖନ୍ତୁ, ସାଇଜରେ କେତେ ବଡ଼ ବଡ଼ ହେଇଛି। ଏବେ ଗ୍ୟାସଟାକୁ ଆମେ ବନ୍ଦ କରିନେବା। ଦେଖନ୍ତୁ, ରସଗୋଲାର ସାଇଜ କେମିତି ବଡ଼ ବଡ଼ ହେଇଛି। ପ୍ରସ୍ତୁତ ହେଇଗଲା ଆମର ଘରର ଛେନାରେ ରସଗୋଲା। ଯଦି ମୋର ରେସିପି ଭଲ ଲାଗିଥିବ ଲାଇକ୍ କରି ସବସ୍କ୍ରାଇବ୍ କରି। ଜୁହାର ଯେ ମା ସମଲେଇ। କେତେ ସୁନ୍ଦର ଦେଖାଯାଉଛି ରସଗୋଲାଟି।